ଦେବିଛି ଦେବେନ୍ଦ୍ର ଦାସ ଏହି ଗ୍ରାମର ବାବା ନୀଳକଣ୍ଠେଶ୍ୱରଙ୍କର ପ୍ରଥମ ବାର୍ଷିକ ଉତ୍ସବ ଏ ବର୍ଷ ପାଳନ କରାଯାଇଛି। ମହା ସମାରୋହରେ ପାଳନ କରାଯାଇଛି। ପ୍ରଥମ ଦିନ ମା ମାନଙ୍କର ଗ୍ରାମ ପରିକ୍ରମା ଏବଂ କଳସ ଯାତ୍ରା, ଅଙ୍କୁରାରୋପଣ, ଦୀକ୍ଷା ଗ୍ରହଣ ହେଇକି ଆଜି ଯଜ୍ଞ ଆରମ୍ଭ ହୋଇଛି। ସୂର୍ଯ୍ୟ ପୂଜା, ଗୋବଛଠୁ ଆରମ୍ଭ କରିକି ପ୍ରଭୁଙ୍କର ନୀଳକଣ୍ଠେଶ୍ୱରଙ୍କର ମହାରୁଦ୍ରାଭିଷେକ ମହା ଆଡ଼ମ୍ବର ସହିତ ପାଳନ କରାଯାଇଛି ଏବଂ ଏବେ ପୂର୍ଣ୍ଣାହୁତି ହେଲା। ବଡ଼ ଖୁସିର କଥା, ଏ ଗାଁର ଲୋକମାନେ ଏକତ୍ରିତ ଭାବରେ ଏକ ମନ ଏକ ପ୍ରାଣ ଦେଇକି କିପରି ଭାବରେ ନୀଳକଣ୍ଠେଶ୍ୱରଙ୍କର କାର୍ଯ୍ୟକ୍ରମ ସୁଚାରୁରୂପ ହେବ ତାହା ସେମାନେ ଆପ୍ରାଣ ଉଦ୍ୟମ କରିଛନ୍ତି ଏବଂ ସଫଳ ହୋଇଛନ୍ତି। ମହା ଖୁସିର ସହିତ ଆନନ୍ଦର ସହିତ ଏ ବର୍ଷ ସିଏ ଭଲ ଭାବରେ ପାଳନ କରିଛନ୍ତି। ଜୟ ବାବା ନୀଳକଣ୍ଠେଶ୍ୱର। ମତେ ଆମ ଗ୍ରାମର ସମସ୍ତେ ଏଠି କର୍ତ୍ତା ହିସାବରେ କହିଛନ୍ତି ଏବଂ ମୁଁ କର୍ତ୍ତା ହିସାବରେ ଏଠି କାମ କରୁଛି। ଆମ ଗାଁର ବହୁତ ବର୍ଷ ପୂର୍ବରୁ ଆମର ଗୋଟେ ଆଶା ଥିଲା, ଆମେ ଏଠି ଗୋଟେ ମନ୍ଦିର କରିବୁ। ଯାହା ହଉ ଆମ ଗାଁର ନିଷ୍ପତ୍ତି କ୍ରମେ ଆମେ ଏଠି ଗୋଟେ ମନ୍ଦିର କଲୁ ଏବଂ ଏହା ଗୋଟେ ବର୍ଷରେ କମ୍ପ୍ଲିଟ୍ ହେଇଥିଲା। ଆର ବର୍ଷ ତାର ମାନେ ଯାଇଥିଲା ପ୍ରତିଷ୍ଠା ଦିବସ, ଏବେ ଏଇ ବର୍ଷ ବାର୍ଷିକ ଉତ୍ସବ। ଆର ବର୍ଷଠୁ ଆମ ଗ୍ରାମରେ ଥିବା ସମସ୍ତ ଏବଂ ଆଜି ପର୍ଯ୍ୟନ୍ତ ବଞ୍ଚିଥିବା ସମସ୍ତ ଝିଅମାନେ ଯେଉଁମାନେ ବାହା ହେଇଛନ୍ତି ସେମାନଙ୍କୁ ଆମେ ନିମନ୍ତ୍ରଣ କରିଥିଲୁ ଏବଂ ସମସ୍ତେ ଆସି ସେମାନଙ୍କ ସହଯୋଗ କରିଥିଲେ। ଗ୍ରାମର ସମସ୍ତେ ଏଠି ସହଯୋଗ କରି ଆମେ ମହା ଆଡ଼ମ୍ବରରେ ଏଇ ଯେଉଁ ନୀଳକଣ୍ଠେଶ୍ୱର ମନ୍ଦିରର ବାର୍ଷିକ ଉତ୍ସବଟି ପାଳନ କରିଛୁ ଏବଂ ଆମର ବହୁତ ଅତିଥି ବି ଏଠି ଆସିଛନ୍ତି। ଯାହା ହଉ ଆମେ ନୀଳକଣ୍ଠେଶ୍ୱର ପାଇଁ ଆମ ଗାଁର ପରିଚୟ ଏବଂ ଆମେ ଆଜି ଖୁସି ଅନୁଭବ କରୁଛୁ। ପାୟଲ ନହଙ୍ଗି ଗ୍ରାମର ଅଧିବାସୀ। ଆମ ଗ୍ରାମରୁ ବହୁତ ଦିନ ହେଲା ମନ୍ଦିର ନଥିଲା, ତ ଆମ ଗ୍ରାମର ଅଧିବାସୀ ମାନେ ଆମର ନିକଟ ଗ୍ରାମକୁ ଯାଉଥିଲେ। ତ ଏବେ ଆମର 2025ରେ ଆମର ମନ୍ଦିର ପ୍ରତିଷ୍ଠା ହେଇସାରିଛି। ଆଜି ଆମେ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳନ କରୁଛୁ। ସବୁ ଗ୍ରାମର ଅଧିବାସୀ ମାନେ ଯିଏ ଯେଉଁଠି ବି ଥିଲେ, ସବୁ ଝିଅ ବୋହୂ ପୁଅ ସମସ୍ତେ ଆସି ଏଠି ଏକତ୍ରିତ ହୋଇପାରିଛନ୍ତି। ସବୁ ମେମ୍ବର ଭାଇମାନଙ୍କୁ ଧନ୍ୟବାଦ ଦେବି, ତାଙ୍କର ଏକତା ସୂତ୍ରରେ ବାନ୍ଧି ହୋଇ କାର୍ଯ୍ୟ କରିବାର ମନୋବୃତ୍ତି ଯୋଗୁଁ ଆଜି କାର୍ଯ୍ୟକ୍ରମ ନିଶ୍ଚିତ ଭାବେ ସଫଳ ହେବାକୁ ଯାଉଛି। ଆଉ ସବୁ ଗ୍ରାମବାସୀଙ୍କୁ ଧନ୍ୟବାଦ ଦେବି, ସେମାନେ ଯାହା ହଉ ଆଜି ଏଠି ଏକାଠି ହେଇପାରିଛନ୍ତି। ଜୟ ବାବା ନୀଳକଣ୍ଠେଶ୍ୱରଙ୍କର, ତାଙ୍କରି ନାମରୁ ହିଁ ସବୁ ଆରମ୍ଭ। ଯାହା ହଉ ତାଙ୍କର ଏତିକି ଆଶୀର୍ବାଦ ଅଛି, ଯାହା ହଉ ଆମେ ତାଙ୍କ ପାଇଁ ଏକତ୍ରିତ ହୋଇପାରୁଛୁ, ଗୋଟେ କାର୍ଯ୍ୟକ୍ରମ କରିପାରୁଛୁ। ଆମର ସବୁ କାର୍ଯ୍ୟ ଏମିତି ଉନ୍ନତି ହଉ, ସବୁ ଆମ ଗ୍ରାମର ଉନ୍ନତି ହଉ। ସମସ୍ତଙ୍କୁ ବହୁତ ବହୁତ